ପବନ ଏବଂ ସୌରଶକ୍ତି ଅନୁସାରେ ଭାରତ ସାରା ବିଶ୍ୱରେ ତୃତୀୟ ନମ୍ବର ସ୍ଥାନ ଗ୍ରହଣ କରିଛି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ। ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଭାରତ ତୃତୀୟ ନମ୍ବର ସ୍ଥାନ ଗ୍ରହଣ କରିଛି ଏବଂ ଭାରତ ଯାହା 2024 ବର୍ଷ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପବନ ଏବଂ ସୌରଶକ୍ତି ସାହାଯ୍ୟରୁ ଭାରତ 15% ଯେଉଁ ଉତ୍ପାଦନ ହୋଇଛି ବିଦ୍ୟୁତ୍ ତାହା ମଧ୍ୟରୁ 10% ହେଉଛି ଭାରତ ଉତ୍ପାଦନ କରିଛି ଏବଂ ଟୋଟାଲ ହେଉଛି 15%। 15%ରୁ 10% ଭାରତ ଆଉ 5% ହେଲା ସାରା ବିଶ୍ୱ। ଆଉ ଗୋଟେ ସବୁଠୁ ବଡ଼ ଖୁସି ଖବର ଯେ ଜର୍ମାନ ସେ ପ୍ରଥମ ସ୍ଥାନ ଅଧିକାର କରିଛି, ସିଏ ବି କହୁଛି ଦିନେ ନା ଦିନେ ଭାରତ ପ୍ରଥମ ସ୍ଥାନ ଅଧିଗ୍ରହଣ କରିବ ଓ ଏହା ତ ସବୁଠୁ ବଡ଼ ଖୁସି ଖବର ଭାରତ ପାଇଁ। ବିଦ୍ୟୁତ୍ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ତୃତୀୟ ନମ୍ବର ସ୍ଥାନ